98 ମସିହାରେ ସ୍ପେନ୍ ଗଲି, ତାଙ୍କରି ସହିତ ସ୍ପେନ୍ ଗଲି। ଆମରି କଥା ଗୁଡ଼ିକୁ ମୁଁ ସେତେବେଳେ ଖଣ୍ଡି ହିନ୍ଦୀରେ କହିବି, ଆମର ତାକୁ ଟ୍ରାନ୍ସଲେଟ୍ ଯେଉଁମାନେ କରିବେ ଆମ ସାଙ୍ଗରେ ଯାଇଥିଲେ, ସର୍ବଧର୍ମ ଉପରେ କୁହାଯାଇଥିଲା। ସେଠୁ ମଧ୍ୟ ତାର ଯେଉଁ ସନ୍ତକ ଆଣି ରଖିଛି। ସେତେବେଳେ ଫେରିଲି, ଯେତେବେଳେ 1998ରେ ଯାଇଥିଲି, ଫେରିଲି 3 ମାସ ରହିଲା ପରେ କୁଲୁରେ ଆସି ରହିଲି। କୁଲୁରେ ରହିଲା ପରେ କିଛି ଦିନ ରହିଲା ପରେ 1900 ବାତ୍ୟା ଆସିଗଲା। ମୁଁ ଫେରୁଛି, ମୁନି ଆମର ସାରେ ମୋର ବାପ ସିଏ ବି ଫେରୁଛନ୍ତି, ସ୍ପେନରୁ ଫେରିଥାଏ। 1998ରେ ଯାଇଥିଲି, ସେଠୁ 1999ରେ ଫେରିଲି। କୁଲୁ ମୋନାଲିରେ ରହିଲୁ। ମୋନାଲିରେ ସେଇଠି ଜଣେ ସନ୍ୟାସୀ କହିଲେ ଓଡ଼ିଶା ବର୍ବାଦ हो गई। क्यों ना तूफान ଫଟୋ ଫଟୋ ଚାରିଆଡ଼େ, ଟ୍ରେନ୍ କ'ଣ କରାହେଇଛି ସବୁ ମାଗଣାରେ ତ ପଳେଇଯିବ। ସେଇଠୁ ଫେରିଲି। ଏ ମୁନି ବାପା ମୋର ଦେଖାହେଲେ, ସିଏ ମଧ୍ୟ ଫେରିଥାନ୍ତି। କହିବାର କାରଣ, ବହୁତ ଆଡ଼େ ଭାରତ ବାହାରେ କିଛି କିଛି ଅନୁଷ୍ଠାନ କରିଛି, ଆଉ ଠକି ପଡ଼ିଛି। ମୁଁ ଠକି ପଡ଼ିଛି। 60 ଲକ୍ଷ 70 ଲକ୍ଷ କୋଟି କୋଟି ଟଙ୍କାର ଯେଉଁମାନେ ଏଇଠୁ ମୋ ପଡ଼ୋଶୀ ମାନେ ସବୁଆଡ଼େ ଯଜ୍ଞ ଦେଖିଛନ୍ତି, ମୁଁ ଯାଇଛି। ଠକି ପଡ଼ିଲା ପରେ ଏ ଅନୁଷ୍ଠାନ କି ମୁଁ କହିଲି ନା, ମୋ ମା ମାନେ ବାପା ମାନେ କୁନି କୁନି ପିଲାମାନେ ଉପଭୋଗ କରିବେ, ମୁଁ ଏଠି ଯଜ୍ଞ କଲି। ଆଉ ବାହାରେ ମୋର କହିବାକୁ କିଛି ବିଷୟ ଆଉ ଇଚ୍ଛା ନାହିଁ। ତାପରେ ଭଗବାନଙ୍କର ଗୋଟେ କିଛି ପ୍ରେରଣା ଆସେ। ରାତି ଅଧରେ ମୋ ମୁଣ୍ଡ କଣ ହେଇଯିବ, ଝିଅଟିଏ ତାର ଉପରେ ଶୋଇଥିବ, ତା କବାଟ ବାଡ଼େଇ ଯିବି, କହିଲେ ମା 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 ଟିକେ ଉଠିଲୁ, ଏଗୁଡ଼ା କିଏ କ'ଣ ମତେ କହିଦେଇ ଯାଉଛି। ସେ ବହୁତ ସିନିୟର ଗୁରୁଜନ ଲୋକ, ସେ କହିଲେ ରାତି ସାରା କହିପାରିବେ ନେପାଳ ଠାରୁ କାଠମାଣ୍ଡୁ ପର୍ଯ୍ୟନ୍ତ। ତେଣୁ ମୁଁ କହିବାକୁ ଚାହୁଁଛି, ବହିରେ ବହୁତ କଥା ଅଛି। ଆଉ ଆମର ଯେଉଁ ସୁକାନ୍ତ ବାବା ଆମର ଏ ଅଞ୍ଚଳର ଗର୍ବ ଗୌରବ, ତାଙ୍କର ଯେଉଁ ପ୍ରତିଭା, ତାଙ୍କର ଯେଉଁ ପ୍ରଭାବ, ସେ ଆଉ ଓଡ଼ିଶାରେ ଆହୁରି ପ୍ରଚାର ପ୍ରସାର ହେବାର ଆବଶ୍ୟକତା ଅଛି। ଏ ଗୋଟେ କଥା। ଆଉ ଆପଣମାନଙ୍କୁ ଅନୁରୋଧ କରୁଛି, এই ଯଜ୍ଞ ପରିସର ଭିତରେ ପଞ୍ଚସଖା ଠାରୁ ଜଗନ୍ନାଥ ଅଣାକାର ଠାରୁ ବିଷ୍ଣୁଙ୍କ ପର୍ଯ୍ୟନ୍ତ ଯେଉଁ ପୂଜା ପାଉଛନ୍ତି, ଯେଉଁ ଦ୍ୱାର ରଖାହେଇଛି, ଗୋଟେ ଦ୍ୱାରରେ ଘୋଡ଼ା, ଗୋଟେ ଦ୍ୱାର ସିଂହ, ଆଉ ଗୋଟେ ଦ୍ୱାର ହାତୀ, ଆଉ ଗୋଟେ ଦ୍ୱାର ଅଛି, ଆଉ ଗୋଟେ କ'ଣ ଅଛି ବାଘ। ଏମିତି ଏ ଭିତରେ ଯାହା ଯାହା ସବୁ କରାହେଇଛି, ଆକୁ ବୁଝିବାକୁ ଆପଣଙ୍କୁ ବର୍ଷ ଲାଗିବ। ବାବାଙ୍କ ପାଖରେ ଯଦି ବସିବେ ବୁଝିବାକୁ ବର୍ଷ ଲାଗିବ। ମୁଁ ପ୍ରମୋଦକୁ ଅନୁରୋଧ କରୁଛି, ଆର ଉପରେ ଗୋଟେ 2-4 ପେଜର ଫଟୋ କ୍ୟାପସନ୍, ଯେଉଁ ମୂର୍ତ୍ତି ହେଇଛି ତା ତଳେ ଟିକେ 2-4 ଲାଇନର କ୍ୟାପସନ୍ ଦେଇକି ଗୋଟେ କଲେ ମୁଁ ତାକୁ ପ୍ରିଣ୍ଟ କରିଦେବି, ପ୍ରିଣ୍ଟିଂ ଖର୍ଚ୍ଚ ଦେବି କଲର। କାରଣ ଏଇ କଥା ସମସ୍ତେ ବୁଝିପାରିବେନି। ସେ ପଛପଟେ ଯେଉଁ ଚିତ୍ର ହେଇଛି ଅଣାକାର ଚିତ୍ର, ତାକୁ ଆମ ବାପା ଜଗନ୍ନାଥ ବାବା ନାଳି ପଡ଼ିଆରେ ସେଇ ଟାଇପ୍ର ଆମ ଘରେ ସବୁ ଅଳଙ୍କାର ଚିତ୍ର ସବୁ କରନ୍ତି। ତେଣୁ ଇଏ ସେଇ ଆଗେ ଠିଆ ଯାଉ, ଆପଣ ସିଆଡ଼କୁ ମୁହଁ କରନ୍ତୁ। ପ୍ରଭା ସେତିକି ଦଉଥାନ୍ତୁ। ଆପଣଙ୍କ ବହି କାହିଁ, ଆପଣଙ୍କ ପାଖରେ ବହି, ଆପଣ ବହି ବାବା ବିଶିଷ୍ଟ ସାହିତ୍ୟିକ ଏବଂ ସଂସ୍କୃତି ସମ୍ପନ୍ନ ସଂଗଠନ ଶ୍ରୀଯୁକ୍ତ ଗୌତମ ଜେନା